ମୁଁ ଡକ୍ଟର ଦେବାନନ୍ଦ ଦାସ ମୁଖ କର୍କଟ ରୋଗୀ ତଥା କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ। ବିଶ୍ୱରେ ଅକ୍ଟୋବର ମାସକୁ ସ୍ତନ କର୍କଟ ସଚେତନତା ଦିବସ ରୂପେ ପାଳନ କରାଯାଏ। ତେଣୁ ସେହି ପ୍ରକ୍ରିୟାରେ କ୍ରାନ୍ତି ଗତ 9 ବର୍ଷ ଧରି ଏହିପରି କାର୍ଯ୍ୟକ୍ରମ କରି ଆସୁଅଛି। ଆଜି 18 ତାରିଖ ଦିନ ଆମର ବ୍ରହ୍ମପୁରିତ ITI ଅଡିଟୋରିୟମ୍ ଠାରେ ଆମେ 650 ଛାତ୍ରୀମାନଙ୍କୁ ନେଇ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିଲା। ଆମର ଉଦ୍ଦେଶ୍ୟ ହେଉଛି ଜୀବନରେ କର୍କଟ ଏକ କାହାଣୀ ମାତ୍ର। ତେଣୁ ଏ ସଚେତନ ମାଧ୍ୟମରେ ଆମେ କର୍କଟ ମୁକ୍ତ ଭାରତ କରିବା ପ୍ରୟାସ ନେଇ ଆଜି ବରିଷ୍ଠ ଡାକ୍ତର ସମାଜସେବୀ ଆଉ ଆମର କର୍କଟ ସଜାରୁ ନେଇ ଆଜି ଏହି ପାଳନ କରାଯାଇଥିଲା। ଆମର କ୍ରାନ୍ତିର ଉଦ୍ଦେଶ୍ୟ ହେଉଛି ଲୋକମାନେ ସଚେତନ ହୁଅନ୍ତୁ ଏବଂ ଅନ୍ୟମାନଙ୍କୁ ସଚେତନ କରନ୍ତୁ ଆଉ କର୍କଟ ମୁକ୍ତ ଭାରତର ହାତରେ ସହଜରେ ହାତ ବଢ଼ାନ୍ତୁ। କାରଣ ବର୍ତ୍ତମାନ କର୍କଟ ସାରା ବିଶ୍ୱରେ ପ୍ରତିବର୍ଷ 10 କୋଟି ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଗବେଷଣାରେ ଜଣାପଡ଼ୁଛି 2030 ସୁଦ୍ଧା ପ୍ରତିବର୍ଷ 30 କୋଟି ଲୋକ ମରିବେ। ତେଣୁ ଆମେମାନେ ସଚେତନ ହେଲେ ଏହି କର୍କଟ ରୋଗକୁ ବାଦ ଦେଇ ଆମେ କର୍କଟ ମୁକ୍ତ ଭାରତ କରିବା ପାଇଁ ସଚେତନ ଆମ ଉଦ୍ଦେଶ୍ୟ ନେଇ ଆଜିର ଉଦ୍ଦେଶ୍ୟ ପାଳନ।